ବହୁତ ଜିନିଷ ଅଛି ଯୋଉଟା କି ଆଚ୍ଛା ବର୍ତ୍ତମାନ ଭୁବନେଶ୍ୱରରେ ଯେତିକି ଯୋଉମାନେ ଝିଅ ଭୁବନେଶ୍ୱର ଆସୁଛନ୍ତି ପାଠ ପଢିବାକୁ ତାଙ୍କ ବାପା ମା ଅନେକ ସ୍ୱପ୍ନ ଦେଖିଥାନ୍ତି। କିଛି ତ ଅଛନ୍ତି ଯୋଉମାନଙ୍କର ପରିବାରର ସକ୍ଷମତା ଥାଏ, ଆଉ କିଛି ପରିବାର ତା ପିଲାକୁ ଭୁବନେଶ୍ୱରରେ ପାଠ ପଢିବା ପାଇଁ ତାର ସର୍ବସ୍ୱ ବିକି ଦେଇଥାଏ, ସର୍ବସ୍ୱ ହରେଇଥାଏ। ତାପରେ କହୁଛି। ପିଲା ଆସେ ଭୁବନେଶ୍ୱର, ବଢିଆ କଥାଟି ଆପଣ ଭୁବନେଶ୍ୱରରେ ପଚାରିଲେ। ଭୁବନେଶ୍ୱରରେ ଯେଉଁଭଳି ପରିବେଶ ପରିସ୍ଥିତିରେ ସେ ବଞ୍ଚେ, ଆଉ ଯେଉଁଭଳି କାରୁକାର୍ଯ୍ୟରେ ସେ ନିଜକୁ ସମ୍ପୃକ୍ତ କରେ, ତା ଦ୍ୱାରା ତା ପରିବାର ତ ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ। କହୁଛି ଆପଣଙ୍କୁ ଭୁବନେଶ୍ୱର ଏମିତି ଡେଭଲପ ନଥିଲା। ଅଟଳ ବିହାରୀ ବାଜପେୟୀ ଯେତେବେଳେ ଆପଣଙ୍କର ଗୋଲ୍ଡେନ୍ ଟ୍ରାଇଙ୍ଗୁଲାର ରୋଡ ଯେତେବେଳେ ତିଆରି କଲେ, ପୁରା କାଶ୍ମୀରଠୁ ନେଇକି କେରଳ ପର୍ଯ୍ୟନ୍ତ, ସେପଟେ ଆସାମଠୁ ନେଇକି ଗୁଜରାଟ ପର୍ଯ୍ୟନ୍ତ ଯୋଉ NH ପ୍ରକ୍ରିୟା ତିଆରି ହେଲା, ତାପରେ ତ ଧୀରେ ଧୀରେ ସ୍ମାର୍ଟ ସିଟି ହେଲା। ସବୁ ବର୍ତ୍ତମାନ ଭୁବନେଶ୍ୱର ଆପଣ ଦେଖୁଛନ୍ତି। ସେତେବେଳେ 2004-03 ମସିହାରେ ଏବେ କଣ ଭୁବନେଶ୍ୱର ଆମେ ଦେଖୁଛେ, ଭୁବନେଶ୍ୱରରେ ତ ଅଳିଆ ଗନ୍ଧ। ଏବେ ଭୁବନେଶ୍ୱରରେ ତ ଡେଲି ଖୋଳା ହଉଛି, ପୋତା ହଉଛି। ଭୁବନେଶ୍ୱର କଣ କୋଉ ପ୍ରକାର ନାଇଁ ନାଇଁ, ମୂର୍ତ୍ତି ତିଆରି ବେଳେ ତାକୁ ଟିକେ କଷ୍ଟ ସହିବାକୁ ପଡିବ। ଏବେ ଯୋଉ ଖୋଳା ହଉଛି ଆପଣ ଦେଖିବେ ସେଟାକୁ OTPSL ବାଲା, କେବେ ବି ତ ମୁଁ ଯେବେଠାରୁ ଭୁବନେଶ୍ୱର ଆସିଛି ଖୋଳା ହଉଛି, ପୋତା ହଉଛି। ସେଟା ଟାଟା ପାୱାର ବାଲା କରୁଛନ୍ତି। ନାଇଁ ନାଇଁ, ସେଟା ଗୋଟେ ଯୁଗଳବନ୍ଦୀ, ସେମିତି କରିହବନି। କଣ୍ଟ୍ରାକ୍ଟର, ସରକାରୀ ଦଳ, ବିରୋଧୀ ଦଳ ଏବଂ ଅଫିସର, ଏଟା ଯୁଗଳବନ୍ଦୀ ନହେଲେ ହେଇପାରିବନି। ଆଜ୍ଞା। ପଇସାଟାକୁ ପୁଣି ନବା ହବ କେମିତି?